ବର୍ତ୍ତମାନ ଯାହା ସୂଚନା ମିଳୁଛି ଟିମ୍ ଇଣ୍ଡିଆରୁ ଏ11 ଖେଳିବେ ଏସିଆ କପ୍। ପ୍ଲେଇଂ 11ରୁ ବାଦ୍ ପଡ଼ିବେ 4 ଦୁର୍ଦ୍ଧର୍ଷ ଖେଳାଳି। ତେବେ ସୂଚନା ଅନୁସାରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ର ମହାମୁକାବିଲା। ୟୁଏଇରେ ଖେଳାଯିବାକୁ ଥିବା ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ୟୁଏଇ ସହ ସବୁ ଦେଶ ନିଜର ଦଳ ମଧ୍ୟ ଘୋଷଣା କରି ସାରିଛନ୍ତି। ଚଳିତ ବର୍ଷ ପାଇଁ ଏସିଆ କପ୍ ଟି20 ଫର୍ମାଟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ଏରେ ଭାରତ, ଓମାନ, ପାକିସ୍ତାନ ଓ ୟୁଏଇ ରହିଛନ୍ତି। ସେହିଭଳି ଗ୍ରୁପ୍ ବିରେ ଅଛନ୍ତି ଆଫଗାନିସ୍ତାନ, ବାଂଲାଦେଶ, ହଂକଂ ଓ ଶ୍ରୀଲଙ୍କା। ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ। ସେପ୍ଟେମ୍ବର 9ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ 15 ଜଣିଆ ଭାରତୀୟ ଦଳ ଘୋଷଣା ହୋଇସାରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଏସିଆ କପ୍ ଖେଳିବ ଭାରତୀୟ ଟିମ୍। ଉପ-ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ସୁମନ ଗିଲ୍। ଏଥର ଏସିଆ କପ୍ରେ ଯୁବ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ। ବିଶେଷ କରି 5 ଜଣ ଯୁବ ତାରକାଙ୍କ ଉପରେ ରହିବ ସମସ୍ତଙ୍କର ନଜର। 15 ଜଣିଆ ଦଳ ବ୍ୟତୀତ 5 ଜଣଙ୍କୁ ଷ୍ଟାଣ୍ଡ ବାଇ ଖେଳାଳି ଭାବେ ଘୋଷଣା କରାଯାଇଛି। ତେବେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ବା ପ୍ଲେଇଂ 11 କିଭଳି ରହିବ ତା ଉପରେ ସମସ୍ତଙ୍କର ନଜର। ଗୋଟିଏ ପଟେ ଶ୍ରେୟସ ଆୟରଙ୍କୁ ଦଳରେ ସାମିଲ କରାଯାଇଥିବାରୁ ଚୟନକର୍ତ୍ତାଙ୍କୁ ସମାଲୋଚନା କରାଯାଇଥିବା ବେଳେ ପ୍ଲେଇଂ ଚୟନ ବଡ଼ ଚ୍ୟାଲେଞ୍ଜିଂ ହେବ। ତା ସହ କିଏ ବସିବ, କିଏ ଖେଳିବ ତାହା ମଧ୍ୟ ଟିମ୍ ମ୍ୟାନେଜମେଣ୍ଟ ଓ ଅଧିନାୟକ ପାଇଁ କାଠିକର ପାଠ ହେବ। ପ୍ଲେଇଂ 11ରୁ ସଞ୍ଜୁ ସାମସନଙ୍କ ଭଳି ଭେଟରାନଙ୍କୁ ବାଦ୍ ଦିଆଯାଇପାରେ। ୱିକେଟ୍ କିପର ଜିତେଶ ଶର୍ମା ଫର୍ମରୁ ଥିବାରୁ ସଞ୍ଜୁଙ୍କୁ ସୁଯୋଗ ମିଳିବାର ସମ୍ଭାବନା କମ୍। ସେହିଭଳି ହର୍ଷିତ ରଣା ଏବଂ ରିଙ୍କୁ ସିଂଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇନପାରେ। ରିଙ୍କୁ ସିଂ ଫର୍ମରେ ନଥିବାରୁ ତାଙ୍କୁ ବାଦ୍ ଦିଆଯାଇପାରେ। ଓପନର ଭାବେ ରହିଛନ୍ତି ସୁମନ ଗିଲ୍ ଏବଂ ଅଭିଷେକ ଶର୍ମାଙ୍କୁ ଦେଖିବାକୁ ମିଳିପାରେ। ସଞ୍ଜୁ ସାମସନ ଓପନିଂ କରୁଥିଲେ, କିନ୍ତୁ ତାଙ୍କ ସ୍ଥାନରେ ଇନିଂସ ଓପନ୍ କରିବେ ଗିଲ୍। ସେହିଭଳି ତିଲକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବେ। ୱିକେଟ୍ କିପର ଭାବେ ସଞ୍ଜୁଙ୍କ ସ୍ଥାନରେ ଜିତେଶ ଶର୍ମାଙ୍କୁ ନିଆଯାଇପାରେ। ଅଲରାଉଣ୍ଡର ଭାବେ 2 ଜଣଙ୍କୁ ପ୍ଲେଇଂ 11ରେ ସାମିଲ କରାଯାଇପାରେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କୁ ଅଲରାଉଣ୍ଡର ଭାବେ ଦଳରେ ନେଇପାରନ୍ତି ସୂର୍ଯ୍ୟକୁମାର ଯାଦବ। ବୋଲିଂ ବାହିନୀରେ ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ କିମ୍ବା ହର୍ଷିତ ରଣାଙ୍କୁ ସାମିଲ କରାଯାଇପାରେ। ସମ୍ଭାବ୍ୟ ଏକାଦଶରେ ସୂର୍ଯ୍ୟକୁମାର ଯାଦବ, ସୁମନ ଗିଲ୍, ଅଭିଷେକ ଶର୍ମା, ତିଲକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି।